ପରୋପକାର ଓ ଦାନ କରିବାକୁ ପାସର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କ ପରମ ସନ୍ତୋଷ। ଏହା ଈଶ୍ୱରଙ୍କର ବାକ୍ୟ। ପ୍ରଭୁ କହନ୍ତି ଆମମାନଙ୍କୁ ପରୋପକାର, ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟକୁ ଉପକାର କରିବା ଆମେ କେବେ ବି ଭୁଲିବା ନାହିଁ ବା ପାସରିବା ନାହିଁ ପାଇଁ। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦେଇଅଛନ୍ତି। ଆମେ ଯଦି ଯାକୁବ 1 ତାର 27ରେ ଦେଖିବା, ତାହା ଲେଖାଯାଏ, ଅନାଥ ଓ ବିଧବାମାନଙ୍କୁ ସେମାନଙ୍କର ଦୁଃଖ ଅବସ୍ଥାରେ ସଂଖଳିବା, ପୁଣି ସଂସାରରୁ ଆପଣଙ୍କୁ ନିଷ୍କଳଙ୍କ ରୂପେ ରକ୍ଷା କରିବା ଆମମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ। ଆମମାନଙ୍କର ସ୍ପିରିଚୁଆଲିଟି ବା ଗଡଲିନେସ୍ ଆଉ ଆମମାନଙ୍କର ଧର୍ମପରାୟଣତା ଯଦି ପ୍ରଭୁଙ୍କୁ ବିଶ୍ୱାସ କରି ଆମେ କରୁ, ତାହେଲେ ଯେଉଁମାନେ ଅନାଥ ଭାବେ ବହୁତ ଦୁଃଖରେ ଜୀବନ କାଟୁଛନ୍ତି, ବିଧବାମାନେ ସ୍ୱାମୀ ବିହୁନେ ବିଭିନ୍ନ ପରିସ୍ଥିତିରେ ଦୁଃଖ ଅବସ୍ଥାରେ ରହୁଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କର ହସ୍ତକୁ ଆମମାନେ ଯେ ସଂଖଳିବା, ସେ ବିଷୟ ହିଁ ଆଜି ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ। ସର୍ବପ୍ରଥମେ ଆମେ ଦେଖିଲୁ ଯେ ଏଭ୍ରି ପୁସ୍ତକରେ ଆମେ ଦେଖିଲୁ ଏଭ୍ରି 13 ଯାହାକି ଆମେ ପାଠ କଲୁ ଯେ ଆମେ ଅନ୍ୟମାନଙ୍କୁ ଦାନ କରି ଅନ୍ୟମାନଙ୍କୁ ଉପକାର କରିବା। ଏଭ୍ରି 13:16 ଦେଖିଲୁ। ତାପରେ ପରେ ଆମେ ଯାକୁବ ପୁସ୍ତକ, ତାପରେ ଏବେ ଆମେ ପ୍ରେରିତ 20 ତାର 35 ପଦ ଯଦି ଆମେ ଦେଖିବା, ସେଠାରେ ଲେଖାଯାଏ, ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା ପୁଣି ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର। ପ୍ରଭୁ ଯୀଶୁ ସ୍ୱୟଂ ଏହି ଯେଉଁ କଥା କହିଅଛନ୍ତି ତାହା ସ୍ମରଣ କରିବା ତୁମମାନଙ୍କର ଯେ ଉଚିତ। ଏହି ସମସ୍ତ ବିଷୟ ମୁଁ ତୁମମାନଙ୍କୁ ଦୃଷ୍ଟାନ୍ତ ଦେଖାଇଅଛି। ଏଠା ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ଆମେ ଗ୍ରହଣ କରିବା ଅପେକ୍ଷା ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ଦାନ କରିବା, ଏହା ଶ୍ରେୟସ୍କର ବିଷୟ ବୋଲି ପ୍ରଭୁଙ୍କର ବାକ୍ୟରେ ଦେଖୁ। ତେଣୁ ପ୍ରିୟମାନେ, ଆମେମାନେ ଅନ୍ୟମାନଙ୍କୁ ସାହାଯ୍ୟର ହସ୍ତରେ ହିଁ ଆମେ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବା, ସଂଖଳିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସାହାଯ୍ୟର ହସ୍ତ ବଢ଼ାଇ ଅନେକଙ୍କୁ ଉପକାରର କାରଣ କରିବା, ସେମାନଙ୍କୁ ସତ୍ୟତା ଜଣାଇବା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ କହିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ।